କିନ୍ତୁ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା, ତାଙ୍କର ଗୋଟେ ସାମ୍ବିଧାନିକ ସ୍ୱୀକୃତି ଅଛି। ତେଣୁ ସେ ଯାହା ପ୍ରଶ୍ନ ପଚାରନ୍ତି, ଯାହା ପ୍ରଶ୍ନ ବା ପ୍ରସଙ୍ଗ ଉଠେଇବେ ପାର୍ଲାମେଣ୍ଟରେ, ତାର ଉତ୍ତର ଦେବାକୁ ପ୍ରଧାନମନ୍ତ୍ରୀ ବାଧ୍ୟ। କିନ୍ତୁ ଆମେ ଦେଖୁଛୁ ଯେ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ପରିବର୍ତ୍ତେ ପୁଣି ସେଇ ପୁରୁଣା ପପୁ ପ୍ରସଙ୍ଗ, ବାଳକ ବୁଦ୍ଧି ପ୍ରସଙ୍ଗ ଆଣୁଛନ୍ତି। ଅର୍ଥାତ୍ ଆପଣ ବିରୋଧୀ ଦଳ ନେତାଙ୍କୁ ସାମ୍ନା କରିପାରୁନାହାନ୍ତି, ଆପଣ କେବଳ ତାଙ୍କୁ ଗୋଟେ ବ୍ୟଙ୍ଗ ବିଦ୍ରୂପ କରିକି ଖସିଯିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀ କହିଲା ବେଳେ ନିଜେ ପ୍ରଧାନମନ୍ତ୍ରୀ ତାଙ୍କୁ ଇଣ୍ଟରଫିୟର କରୁଛନ୍ତି, ତାଙ୍କୁ ହସ୍ତକ୍ଷେପ କରିକି ତାଙ୍କୁ ମନା କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧୀଙ୍କର ଆପଣ ଯଦି ଦେଖିବେ ଯେ ତାଙ୍କର ଗୋଟେ ଅଦ୍ଭୁତ ପରିବର୍ତ୍ତନ ହେଇଛି। ରାହୁଲ ଗାନ୍ଧୀ ଧୈର୍ଯ୍ୟର ସହିତ ପ୍ରଧାନମନ୍ତ୍ରୀଙ୍କର 2 ଘଣ୍ଟା 15 ମିନିଟ୍ ଭାଷଣ ଶୁଣୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର କ୍ୟାବିନେଟ୍ ତାଙ୍କର ଧୈର୍ଯ୍ୟ ନଥିଲା ଯେ ସେମାନେ ବିରୋଧୀ ଦଳ ନେତାଙ୍କୁ ଶୁଣିବେ। ବିରୋଧୀ ଦଳ ନେତା କହିଲା ବେଳେ ପ୍ରଧାନମନ୍ତ୍ରୀ ସେଥିରେ ହସ୍ତକ୍ଷେପ କରୁଛନ୍ତି, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ପୁରା ମୋଦି ମନ୍ତ୍ରିମଣ୍ଡଳ ଠିଆ ହେଇକରି ଚେଷ୍ଟା କରୁଛି ବିରୋଧୀ ଦଳ ନେତାଙ୍କୁ କହି ଦେବା ପାଇଁ। ଏବଂ ଏଥିରେ ଏନ୍ଡିଏର ଯେଉଁ ସହଯୋଗୀ ମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରିବା ଦରକାର ଯେ ତୁମେ ଏମିତି ଗୋଟେ ସରକାରକୁ ସମର୍ଥନ କରୁଛ ଯିଏ ବିରୋଧୀ ଦଳ ନେତାଙ୍କୁ ସମ୍ମାନ ଦେଇ ଜାଣନ୍ତିନି। ପ୍ରଧାନମନ୍ତ୍ରୀ ଗତକାଲି ଯେଉଁ ଭଳିଆ ବକ୍ତବ୍ୟ ରଖିଛନ୍ତି, ବିରୋଧୀ ଦଳ ନେତାଙ୍କୁ ଯେଉଁ ଭଳିଆ ଭାବରେ ଅପମାନଜନକ ବକ୍ତବ୍ୟ ଦେଇଛନ୍ତି, ସେଇଟା କୌଣସି ଗଣତନ୍ତ୍ରରେ ହୁଏ ନାହିଁ। ଗଣତନ୍ତ୍ରରେ ସବୁବେଳେ ପ୍ରଧାନମନ୍ତ୍ରୀ ଏବଂ ଲିଡର ଅଫ୍ ଅପୋଜିସନ୍ ସେମାନେ ପରସ୍ପରକୁ ଅତ୍ୟନ୍ତ ସମ୍ବର୍ଦ୍ଧନାର ସହିତ ସମ୍ମାନର ସହିତ କଥାବାର୍ତ୍ତା କରନ୍ତି। ଏଇଭଳିଆ ସ୍ଥିତି କେବେ ହେଇନଥିଲା ଭାରତର ପାର୍ଲାମେଣ୍ଟରେ ଯେ ଆପଣଙ୍କର ବିରୋଧୀ ଦଳ ନେତାଙ୍କୁ କହୁଛନ୍ତି ବାଳକ ବୁଦ୍ଧି, ଏବଂ ଆପଣଙ୍କର ନେତାମାନେ ଆସିକିରି ପ୍ରଧାନମନ୍ତ୍ରୀଙ୍କର ଅନୁଚର ଏବଂ ବିଜେପିର ନେତାମାନେ ଆସିକିରି ରାହୁଲ ଗାନ୍ଧୀଙ୍କର ପୋଷ୍ଟର ପୋଡ଼ୁଛନ୍ତି, ପୋଷ୍ଟର ଉପରେ ଗୋବର ଫୋପାଡ଼ୁଛନ୍ତି, କଂଗ୍ରେସ ଅଫିସ ଉପରେ ଆକ୍ରମଣ କରୁଛନ୍ତି। ଯେଉଁ କଥା ରାହୁଲ ଗାନ୍ଧୀ କହିଥିଲେ ଯେ ଆପଣମାନେ ହିନ୍ଦୁ ନୁହନ୍ତି, ଆପଣମାନେ ହେଉଛନ୍ତି କେବଳ ରାଜନୈତିକ ରୁଟି ସେକିବା ପାଇଁ ହିନ୍ଦୁତ୍ୱ ଶବ୍ଦକୁ ବ୍ୟବହାର କରୁଛନ୍ତି, ତାକୁ ତ ଆପଣ ପ୍ରମାଣ କରିଦେଲେ। ଆପଣ କଂଗ୍ରେସ ଅଫିସରେ ଆସିକିରି କାହିଁକି ଆନ୍ଦୋଳନ କରିବେ? କଂଗ୍ରେସ ବାଲା ଯଦି ଯାଇକି ଖାଲି ବିଜେପି ଅଫିସ ଉପରେ ଗୋବର ଫୋପାଡ଼ିବେ ସେଇଟା ଭଲ ହେବ? ଗୋଟିଏ ଦଳ ଆଉ ଗୋଟେ ଦଳର କାର୍ଯ୍ୟାଳୟର ଆଗରେ ଆସିକିରି ଆନ୍ଦୋଳନ କରିବ? ଏଇଟା କେବେ ହେଇଥିଲା? ବିଜେପି ଗୋଟେ ନୂଆ ଧାରା ଆରମ୍ଭ କରିଛି ଯେ ନିଜର ପ୍ରତିପକ୍ଷର ଅଫିସକୁ ଆକ୍ରମଣ କରିବେ। ନରେନ୍ଦ୍ର ମୋଦି 100 କୋଟି ହିନ୍ଦୁଙ୍କ ଭିତରୁ ଜଣେ, ତେଣୁ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଉଥିବା ଲୋକ ହିଁ ହିନ୍ଦୁ, ଏଇଟା ହେଉଛି ଗୋଟେ ଭୁଲ ଧାରଣା। ଭାରତୀୟ ଜନତା ପାର୍ଟି କହିବାକୁ ଚାହୁଁଛି ଯେ ଯେଉଁମାନେ ବିଜେପି ଆର୍ଏସ୍ଏସ୍ର ସମର୍ଥକ ସେମାନେ ହିନ୍ଦୁ, ଯେଉଁମାନେ ତାଙ୍କର ସମର୍ଥକ ନୁହନ୍ତି ସେମାନେ କିଛି ନୁହନ୍ତି। ରାହୁଲ ଗାନ୍ଧୀ ହିନ୍ଦୁ, ମୁଲାୟମ ସିଂ ଆପଣଙ୍କର ଅଖିଳେଶ ଯାଦବ ହିନ୍ଦୁ, ସମସ୍ତେ ହିନ୍ଦୁ। ସେଠି ଆପଣ କାହାକୁ ସାର୍ଟିଫିକେଟ୍ ଦେଉଛନ୍ତି? ଭାରତୀୟ ଜନତା ପାର୍ଟି କିଏ ହିନ୍ଦୁତ୍ୱର ସାର୍ଟିଫିକେଟ୍ ଦେବା ପାଇଁ? ଭାରତୀୟ ଜନତା ପାର୍ଟି କେଉଁ ଅଥରିଟିରେ କହିବ ଯେ ଇଏ ହିନ୍ଦୁ, ସେ ହିନ୍ଦୁ ନୁହନ୍ତି? ଏବଂ କେଉଁ ହିନ୍ଦୁ ଆପଣଙ୍କୁ ଦାୟିତ୍ୱ ଦେଇଛି ହିନ୍ଦୁତ୍ୱର ସୁରକ୍ଷା କରିବା ପାଇଁ? କିଏ କହିଛି ଆପଣ? ଆଜ୍ଞା, ମୁଁ ଜଣେ ହିନ୍ଦୁ ଭାବରେ ମୋର ଧର୍ମ ବିଶ୍ୱାସକୁ ମୁଁ କେମିତି ପାଳନ କରିବି ତାର ଦାୟିତ୍ୱ ମୋର। ସେଇଟା ଆପଣ କ'ଣ ମୋତେ ବୁଝେଇବେ? ଆର୍ଏସ୍ଏସ୍ ମୋତେ କାହିଁ ବୁଝେଇବ? ହଜାରେ ସଂଗଠନ ଅଛନ୍ତି, ତା ଭିତରୁ ଆର୍ଏସ୍ଏସ୍ ହେଉଛି ଗୋଟେ ସଂଗଠନ। ହଜାରେ ବ୍ୟକ୍ତି ବିଶେଷ ଅଛନ୍ତି, ତା ଭିତରୁ ଆପଣ ଜଣେ। ହଜାରେ ହିନ୍ଦୁ ନେତା ଅଛନ୍ତି, ତା ଭିତରୁ ଆପଣ ଜଣେ। ଆପଣ ହିନ୍ଦୁ ଧର୍ମର ପ୍ରତିନିଧି ବୋଲି କିଏ କହିଲା ଆପଣଙ୍କୁ? ଦେଖନ୍ତୁ, ଗୋଟେ କଥା ହେଉଛି ଯେ ପାର୍ଲାମେଣ୍ଟରେ ଗୋଟେ ନିୟମ ଅଛି। ଏଇଟା ଭାରତୀୟ ପାର୍ଲାମେଣ୍ଟରେ ଏଇଟା କିଏ ନିୟମ ମୁଁ ଜାଣିନି ଯେ ଆପଣ ପ୍ଲାକାର୍ଡ଼ ପ୍ରଦର୍ଶନ କରିପାରିବେନି, କୌଣସି ଚିତ୍ର ଦେଖାଇ ପାରିବେନି। ଏ ନିୟମ ପ୍ରଥମେ ବଦଳିବା ଦରକାର ଯେ ଗୋଟେ ଡେମୋକ୍ରେଟିକ୍ ପାର୍ଲାମେଣ୍ଟରେ ପ୍ଲାକାର୍ଡ଼ କାହିଁକି ଆପଣ ଦେଖାଇ ପାରିବେନି? ପାର୍ଲାମେଣ୍ଟର ଯେଉଁ ରୁଲ୍ ବୁକ୍ ଅଛି ସେ ରୁଲ୍ ବୁକ୍ ପ୍ରଥମେ ବଦଳିବା ଦରକାର। ସେ ତ କୌଣସି ପ୍ରକାରର କେଉଁ ଆତଙ୍କବାଦୀଙ୍କର ଫଟୋ ଦେଖାଉନାହାନ୍ତି, କୌଣସି ଅଶ୍ଳୀଳ ଫଟୋ ତ ଦେଖାଉନାହାନ୍ତି। ପ୍ଲାକାର୍ଡ଼ ଦେଖାଇବା, ଫଟୋ ଦେଖାଇବା କାହିଁକି ନିଷିଦ୍ଧ ହେବ ପାର୍ଲାମେଣ୍ଟରେ? କେଉଁ ନିୟମ ଏଇଟା? ତେଣୁ ରୁଲ୍ ବୁକ୍ ବଦଳାଇବାକୁ ବର୍ତ୍ତମାନ ବିରୋଧୀ ଦଳ ପ୍ରଥମେ ଦାବି କରିବା ଦରକାର। ଏବଂ ଯେଉଁମାନେ ଅଧ୍ୟକ୍ଷ ସେମାନେ ମଧ୍ୟ ଯେ ଆପଣଙ୍କର ପାର୍ଲାମେଣ୍ଟ ବର୍ତ୍ତମାନ ଗୋଟେ ଏକ୍ସପଞ୍ଜ ହାଉସ୍ ପରେ ପରିଣତ ହେଇଛି। ଯିଏ ଆପଣ ବିରୋଧୀ ଦଳ ନେତା ଯାହା କହିଲେ ଆପଣ ରେକର୍ଡରୁ ଉଡ଼େଇ ଦେଲେ। ତା ମାନେ କ'ଣ? ଯଦି ବିରୋଧୀ ଦଳ ନେତା ଯାହା କହୁଛନ୍ତି ତାର ରେକର୍ଡ ରହୁନାହିଁ, ତାହେଲେ ସାଧାରଣ ନାଗରିକ କେମିତି ଏଠି ସୁରକ୍ଷିତ ରହିବ? ସାଧାରଣ ନାଗରିକର ବାକ୍ ସ୍ୱାଧୀନତା ସୁରକ୍ଷିତ କେମିତି ରହିବ? ଆଜ୍ଞା, ପାର୍ଲାମେଣ୍ଟ ଭିତରେ ତ ବିରୋଧୀ ଦଳ ନେତା କହିବାର ସୁଯୋଗ ପାଉନାହାନ୍ତି। ଯାହା କହୁଛନ୍ତି ତାକୁ ଆପଣ ରେକର୍ଡରୁ ଉଡ଼େଇ ଦେଉଛନ୍ତି। ଆପଣ କହୁଛନ୍ତି ଆପଣ ଭାରତର ପୃଥିବୀର ସବୁଠୁ ବଡ଼ ଗଣତନ୍ତ୍ର।
गणतंत्र बाक स्वाधीनता नहीं रहिले सेटा गणतंत्र नुह सेटा आस्ते आस्ते गोटे स्वेच्छाचारी तंत्र परिणत हुए एक कथा पार्लियामेंट अध्यक्ष मैंने बुझा दरकार।